ମୁଁ ଜାଣିବାରେ ସେ ମନମୋହନ ସାମଲଙ୍କ ନାଁ ସେଥିରେ ନେଇ ନଥିଲେ ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ଏ ସମ୍ପର୍କରେ ଖବର ପ୍ରକାଶ ପାଇଲା ସୀତାଂଶୁ ଦ୍ୱିବେଦୀ ତାକୁ ଦୃଢ଼ ଭାବରେ ଖଣ୍ଡନ କରିଥିଲେ ଏବଂ ମୋତେ ମଧ୍ୟ ସେ ତାର ଖଣ୍ଡନ କରିଥିବାର ପ୍ରମାଣ ଦେଇଥିଲେ। ତେଣୁ ମୁଁ ଭାବୁନାହିଁ ଯେ ଏ କେସ୍ରେ ସୀତାଂଶୁ ଦ୍ୱିବେଦୀ ପକ୍ଷଭୁକ୍ତ ହେବା ଉଚିତ, କାରଣ ସୀତାଂଶୁ ଦ୍ୱିବେଦୀ ଯେଉଁ କଥା କହି ନାହାନ୍ତି ସେ କଥା କେମିତି କୁହାଯିବ। ସୀତାଂଶୁ ଦ୍ୱିବେଦୀଙ୍କର ଯେଉଁ କାଗଜପତ୍ରରେ ସେ ଗୋଟେ କଥା କହିଲେ ଯେ ଏଥିରେ କିଛି ବିଜେପି କର୍ମକର୍ତ୍ତାଙ୍କୁ ପଇସା ଦିଆହେଇଛି, ଯେଉଁଟା ରିଜଲ୍ୟୁସନ୍ରେ ଅଛି। ମୋ ଜାଣିବାରେ ସୀତାଂଶୁ ଦ୍ୱିବେଦୀ ସେଇଭଳିଆ କୌଣସି ମନ୍ତବ୍ୟ ଦେଇନଥିଲେ। ସୀତାଂଶୁ ଦ୍ୱିବେଦୀଙ୍କର ମନ୍ତବ୍ୟ ବୋଲିକିରି ଯାହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ତା ବିରୁଦ୍ଧରେ ସୀତାଂଶୁ ଦ୍ୱିବେଦୀ ଗୋଟେ ନୋଟିଫିକେସନ୍ ଦେଇଥିଲେ, ନୋଟିସ୍ ଦେଇଥିଲେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାମାନଙ୍କୁ। ତେଣୁ ମୁଁ ଭାବୁଛି ଏ କେସ୍ରେ ବିଶେଷ କିଛି ସଷ୍ଟେନେନ୍ସ ନାହିଁ, କାରଣ ସୀତାଂଶୁ ଦ୍ୱିବେଦୀ ଯେଉଁ କଥା କହି ନାହାନ୍ତି ସେ କଥା କେମିତି କୁହାଯିବ। ସୀତାଂଶୁ ଦ୍ୱିବେଦୀଙ୍କର ଯେଉଁ କାଗଜପତ୍ରରେ ସେ ଗୋଟେ କଥା କହିଲେ ଯେ ଏଥିରେ କିଛି ବିଜେପି କର୍ମକର୍ତ୍ତାଙ୍କୁ ପଇସା ଦିଆହେଇଛି, ଯେଉଁଟା ରିଜଲ୍ୟୁସନ୍ରେ ଅଛି। ରାଜା ଚକ୍ରଙ୍କର ଯେଉଁ ସଂସ୍ଥା, ଯେଉଁ କୋଅପରେଟିଭ୍ ସଂସ୍ଥା, ସେଇ କୋଅପରେଟିଭ୍ ସଂସ୍ଥାର ବିଭିନ୍ନ ରିଜଲ୍ୟୁସନ୍କୁ କୋଟ୍ କରିକି ସେ କହିଲେ ଯେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ସେଥିପାଇଁ ପଇସା ଦିଆହେଇଛି। ମୁଁ ଜାଣିବାରେ ସେ ମନମୋହନ ସାମଲଙ୍କ ନାଁ ସେଥିରେ ନେଇ ନଥିଲେ ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ଏ ସମ୍ପର୍କରେ ଖବର ପ୍ରକାଶ ପାଇଲା ସୀତାଂଶୁ ଦ୍ୱିବେଦୀ ତାକୁ ଦୃଢ଼ ଭାବରେ ଖଣ୍ଡନ କରିଥିଲେ ଏବଂ ମୋତେ ମଧ୍ୟ ସେ ତାର ଖଣ୍ଡନ କରିଥିବାର ପ୍ରମାଣ ଦେଇଥିଲେ। ତେଣୁ ମୁଁ ଭାବୁନାହିଁ ଯେ ଏ କେସ୍ରେ ସୀତାଂଶୁ ଦ୍ୱିବେଦୀ ପକ୍ଷଭୁକ୍ତ ହେବା ଉଚିତ। ଆଜି ବାଲେଶ୍ୱର ଜେଏମ୍ଏଫସି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମନମୋହନ ସାମଲ। ଦେଖନ୍ତୁ, ଜେଏମ୍ଏଫସି ପ୍ରାଇମା ଫେସି ଦେଖିବେ, ଯଦି ତାଙ୍କୁ ଲାଗିବ ଯେ କେସ୍ରେ କିଛି ମାନେ ଆଧାର ଅଛି ତାହେଲେ ସେ ତାକୁ ଗ୍ରହଣ କରିବେ, ନଚେତ୍ ସେଇଟା ମାନେ ରିଜେକ୍ଟ ହେବ। ଏବଂ ସୀତାଂଶୁ ଦ୍ୱିବେଦୀ ସେ ନିଜେ ଆଡ଼ଭୋକେଟ୍, ସେ ଜାଣିଛନ୍ତି ଓଡ଼ିଶା ବାର୍ ଆସୋସିଏସନ୍ର ସେ ପ୍ରେସିଡେଣ୍ଟ, ତେଣୁ ସେ ଜାଣିଛନ୍ତି ଯେ ତାକୁ କେମିତି ହ୍ୟାଣ୍ଡେଲ୍ କରିବେ।